हाय साଙ୍ଗମାନେ ଆଉ ଗୋଟେ ନୂତନ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ କ'ଣ ଜାଣିଛନ୍ତି କି ପ୍ରଭୁ ଜଗନ୍ନାଥ କାହିଁକି ଗୁଣ୍ଡିଚା ମନ୍ଦିର ଯାଆନ୍ତି? ଯଦି ଜାଣିନଥିବେ ତାହେଲେ ଭିଡ଼ିଓ ମଧ୍ୟରେ ଆପଣମାନେ ଜାଣିବେ। ଭିଡ଼ିଓଟିକୁ ଲାଷ୍ଟ ଯାଏଁ ଦେଖନ୍ତୁ। ରଥଯାତ୍ରା ହେଉଛି ଓଡ଼ିଶାର ସବୁଠାରୁ ବଡ଼ ଧାର୍ମିକ ପର୍ବ। ପ୍ରଚଳିତ ବିଶ୍ୱାସ ଅନୁସାରେ ସୁଭଦ୍ରା ନିଜ ନିଜ ରଥରେ ବସି ମାଉସୀ ଘରକୁ ଯାତ୍ରା କରନ୍ତି। ସେଠାରେ କିଛି ଦିନ ରହି ପୁଣି ବାହୁଡ଼ା ଯାତ୍ରାରେ ଜଗନ୍ନାଥ ମନ୍ଦିରକୁ ଫେରିଆସନ୍ତି। ରଥଯାତ୍ରା ପାଳନ ହେବାର ମୁଖ୍ୟ କାରଣ ଯେଉଁ ଭକ୍ତମାନେ ମନ୍ଦିରକୁ ଯାଇପାରନ୍ତି ନାହିଁ ସେମାନଙ୍କୁ ପ୍ରଭୁ ଦର୍ଶନ ଦେବେ। ସମସ୍ତ ଲୋକ ଜାତି ଧର୍ମ ଓ ବର୍ଗ ନିର୍ବିଶେଷରେ ଜଗନ୍ନାଥଙ୍କର ଆଶୀର୍ବାଦ ପାଇପାରନ୍ତି ବୋଲି ଏହା ରଥଯାତ୍ରାର ବାର୍ତ୍ତା। ଏହା ଭକ୍ତି, ପ୍ରେମ, ସମାନତା ଓ ମାନବ ସେବାର ପ୍ରତୀକ। ସେଥିପାଇଁ ରଥଯାତ୍ରାକୁ ପ୍ରଭୁଙ୍କ ଜନସାଧାରଣଙ୍କ ପାଖକୁ ଆଗମନ ବୋଲି ମଧ୍ୟ କୁହାଯାଏ। ଏହି ପର୍ବ କେବଳ ଓଡ଼ିଶାରେ ନୁହେଁ, ବିଶ୍ୱର ଅନେକ ସ୍ଥାନରେ ଅତି ଶ୍ରଦ୍ଧାରେ ପାଳନ କରାଯାଏ। ଆଉ ସାଙ୍ଗମାନେ ରଥ ବିଷୟରେ ତ ଆପଣମାନେ ଜାଣିଲେ, ଏବେ ଆପଣମାନେ କୁହନ୍ତୁ ଆପଣଙ୍କ ଆଡ଼େ ରଥଯାତ୍ରା ହୁଏ କି ନାହିଁ? ଆଉ ଯଦି ମୁଁ କିଛି ଭୁଲ କହିଥିବି ତାହେଲେ ମୋତେ କ୍ଷମା କରିଦେବେ। ରହିଲି, ଜୟ ଜଗନ୍ନାଥ। ରଥର ଶୁଭେଚ୍ଛା।